ଦେଖନ୍ତୁ ନାରୀ ଅଧିକାର ଲଢ଼େଇ ଏଇଥିପାଇଁ ଆଜି ଆବଶ୍ୟକତା ପଡ଼ିଲା। ଯେଉଁ ଭଳିଆ ଭାବରେ ରାଜ୍ୟର ବିଜେପି ସରକାର ଏବଂ କେନ୍ଦ୍ରରେ ବିଜେପି ସରକାର ଡବଲ ଇଞ୍ଜିନ୍ ସରକାର ନାରୀମାନଙ୍କୁ ଯେଉଁ ଭଳିଆ ଭାବରେ ନାରୀମାନଙ୍କ ଉପରେ ଅତ୍ୟାଚାର କରୁଛି, ନାରୀମାନଙ୍କୁ ଯେମିତି ଶୋଷଣ କରାଯାଉଛି ଏବଂ ମିଥ୍ୟା କଥା କୁହାଯାଉଛି ଯେ ବିଜୁ ଜନତା ଦଳ ନବୀନ ପଟ୍ଟନାୟକ ନାରୀ ବିଲ୍କୁ ବିରୋଧ କଲେ। ତାଙ୍କୁ ଆମେ ଚେତେଇ ଦେବା ପାଇଁ ଚାହେଁ, ସେମାନେ ଯେତେବେଳେ ଜନ୍ମ ବି ହେଇନଥିଲା, ଭାରତୀୟ ଜନତା ପାର୍ଟି ଯେତେବେଳେ ଜନ୍ମ ବି ହେଇନଥିଲା, ସେ ସମୟରୁ ଓଡ଼ିଶାର ପୂର୍ବତନ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନାରୀମାନଙ୍କୁ ସମ୍ମାନ ଦେଇଥିଲେ। 33% ସ୍ଥାନ ପଞ୍ଚାୟତ ଏବଂ ପୌର ପରିଷଦରେ ସଂରକ୍ଷଣ କରାଯାଇଥିଲା, ସେହି ସମୟରୁ କରିଥିଲେ। ଏବଂ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ନାରୀମାନଙ୍କର ସୁରକ୍ଷା ପାଇଁ ତାଙ୍କ ସରକାର, ଆମ ବିଜୁ ଜନତା ଦଳର ସରକାର ଥିଲାବେଳେ କେତେ ରକମ ଯୋଜନା ସେ କରିଥିଲେ ଏବଂ ତା ସହିତ ପଞ୍ଚାୟତରେ 33ରୁ 50% ବଢ଼େଇ ଦେଇଥିଲେ ନାରୀମାନଙ୍କର ସଂରକ୍ଷଣ। ସେଭଳିଆ ପୌର ପରିଷଦରେ ମଧ୍ୟ, କର୍ପୋରେସନରେ ମଧ୍ୟ 50% ମହିଳାଙ୍କ ସ୍ଥାନ ସଂରକ୍ଷିତ ଥିଲା। ତା ସହିତ ଦଳରେ ମଧ୍ୟ ଆପଣ ଦେଖିଥିବେ 2019 ନିର୍ବାଚନରେ ଏବଂ 2024 ନିର୍ବାଚନରେ ଦଳରେ ମଧ୍ୟ ଯେଉଁ ପ୍ରାର୍ଥୀମାନଙ୍କୁ ଦିଆହେଇଥିଲା, ସେଥିରେ ମଧ୍ୟ ବିଧାନସଭା ଏବଂ ଲୋକସଭାରେ ମଧ୍ୟ 33% ମହିଳାମାନଙ୍କୁ ବିଜୁ ଜନତା ଦଳରୁ ପ୍ରାର୍ଥୀ କରାହେଇଥିଲା। ଏବଂ ଏବେ ଭାରତୀୟ ଜନତା ପାର୍ଟି କୁମ୍ଭୀର କାନ୍ଦୁଳା କାନ୍ଦୁଛନ୍ତି ତାଙ୍କ ନେତାମାନେ ଯେ ନବୀନ ହେଉଛନ୍ତି ଆଦିବାସୀ ମହିଳାମାନଙ୍କର ବିରୋଧୀ। କିନ୍ତୁ ମୁଁ ତାଙ୍କୁ ଚେତେଇ ଦେବା ପାଇଁ ଚାହେଁ, ଏଇନା ବି ଆଜିର ସମାବେଶ ତାଙ୍କୁ ଚେତେଇ ଦେବ ଯେ ହଜାର ହଜାର ମହିଳା ଆଜି ରାଜରାସ୍ତାରେ ବାହାରିକି ନବୀନ ବାବୁଙ୍କୁ ସେମାନେ ସମର୍ଥନ କରିଛନ୍ତି ଏବଂ ସେମାନେ ଆଜି ଘୋଷଣା କରିଛନ୍ତି 2029ରେ ଯେଉଁ ସାଧାରଣ ନିର୍ବାଚନ ହେବ, ତା ପୂର୍ବରୁ ପଞ୍ଚାୟତ ନିର୍ବାଚନ, ପୌର ପରିଷଦ ନିର୍ବାଚନରେ ମଧ୍ୟ ସେମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ ଏବଂ ଆଉ ଥରେ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳର ସରକାର ସେମାନେ ଦେଖନ୍ତୁ ବୋଲି ଆଜି ହଜାର ହଜାର ମହିଳା ତାଙ୍କର ଆକ୍ରୋଶ ଆଜି ସଭା ମଧ୍ୟରେ ଦେଖିବା ପାଇଁ ମିଳିଥିଲା।